ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗାଲାତୀୟ ପତ୍ରର 2 ପର୍ବର 11 ପଦରୁ ଆରମ୍ଭ କରି 16 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ବର୍ତ୍ତମାନ ଆମେ ଆଣ୍ଟିଓଖିଆରେ ପିତରଙ୍କ ସହିତ ପାଉଲଙ୍କର ସାକ୍ଷାତ ଓ ଅନୁଭୂତି ବିଷୟ ନେଇ ଲକ୍ଷ୍ୟ କରିବାକୁ ପାରିବା। ତେବେ ଏହି ଆଣ୍ଟିଓଖିଆ ମଣ୍ଡଳୀ ଯଦିଓ ଜିହୁଦୀ ଓ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ନେଇ ଗଠିତ ହୋଇଥିଲା, ମାତ୍ର ଏହା ବିଶେଷତଃ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଥିଲା। କିନ୍ତୁ ଏହି ଆଣ୍ଟିଓଖିଆ ମଣ୍ଡଳୀରେ ଘଟିଥିବା ଘଟଣାକୁ ବୁଝିବାକୁ ହେଲେ ପ୍ରଥମେ ଆମକୁ ସେହି ଆଦ୍ୟ ମଣ୍ଡଳୀର କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେବାକୁ ହେବ। ସେହି ଆଦ୍ୟ ମଣ୍ଡଳୀରେ ସେମାନେ ଏକ ପ୍ରେମଭୋଜିର ଆୟୋଜନ କରିଥିଲେ, ଯାହାକି ସେହି ପ୍ରଭୁଭୋଜ ଆୟୋଜିତ ହେବା ପୂର୍ବରୁ ଆୟୋଜନ କରାଯାଉଥିଲା। ପାଉଲ ଏହି ବିଷୟ ନେଇ ପ୍ରଥମ କରିନ୍ଥୀୟ ପତ୍ରରେ ବିଶେଷ ଭାବେ ବର୍ଣ୍ଣନା କରିଅଛନ୍ତି। ସେମାନେ ପ୍ରଭୁଭୋଜର ଅଂଶୀ ହେବା ପୂର୍ବରୁ ଏହି ପ୍ରେମଭୋଜିର ଅଂଶୀ ହେଉଥିଲେ ଓ ଏହାପରେ ପ୍ରଭୁଭୋଜ ଗ୍ରହଣ କରୁଥିଲେ, ଯାହାକି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ସ୍ମରଣ କରି ସେହି ପ୍ରଭୁଭୋଜ ପାଳନ କରୁଥିଲେ। ମାତ୍ର ଘଟଣା ହେଉଛି, ଯେତେବେଳେ ବିଜାତୀୟମାନେ ଉଦ୍ଧାର ପ୍ରାପ୍ତ ହୋଇ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ, ସେତେବେଳେ ସେହି ସହଭାଗିତା ମଧ୍ୟରେ ସମସ୍ୟା ଉପୁଜିଲା। କାରଣ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନେ ମାଂସ ଭୋଜନ କରିବା ନେଇ ସୂଚି ଓ ଅସୂଚି ମଧ୍ୟରେ କୌଣସି ଭିନ୍ନତା ରକ୍ଷା ନ କରିବା ସ୍ଥଳେ ଜିହୁଦୀୟ ଖ୍ରୀଷ୍ଟ ବିଶ୍ୱାସୀମାନେ ମାଂସ ଖାଇବା ନେଇ ମୂଷାଙ୍କର ବ୍ୟବସ୍ଥା ଅନୁଯାୟୀ ପାର୍ଥକ୍ୟତା ରକ୍ଷା କରୁଥିଲେ। କିନ୍ତୁ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନେ ଏହିପରି ଭୋଜନ କରିବା ଦ୍ୱାରା ତାହା ଜିହୁଦୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ଅପମାନଜନକ ଥିଲା। ତେଣୁକରି ଏହି କାରଣରୁ ଜିହୁଦୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ମେଜ ଓ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ମେଜ ମଧ୍ୟରେ ପାର୍ଥକ୍ୟତା ରହିଥିଲା। ପାଉଲ ବିଜାତୀୟମାନଙ୍କ ମେଜରେ ବସି ଭୋଜନ କଲେ। ଯଦିଓ ସେ ଜଣେ ଜିହୁଦୀ ଥିଲେ, ସେ ବିଜାତୀୟମାନଙ୍କ ସଙ୍ଗେ ବସି ଭୋଜନ କଲେ, କାରଣ ସେ ଶିକ୍ଷା ଦିଅନ୍ତି ଯେ ଆପଣ ମାଂସ ଭୋଜନ କରନ୍ତୁ ବା ନ କରନ୍ତୁ, ତହିଁରେ କିଛି ଯାଏ ଆସେ ନାହିଁ। କାରଣ ମାଂସ ଆମମାନଙ୍କୁ ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇପାରେ ନାହିଁ। ଯେତେବେଳେ ପିତର ଆଣ୍ଟିଓଖିଆକୁ ପାଉଲଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆସିଲେ, ଏହା ତାହାଙ୍କ ନିମନ୍ତେ ଏକ ନୂତନ ଅନୁଭୂତି ଥିଲା। କାରଣ ସେ କେବେ ହେଲେ ଅଶୁଚି ପଦାର୍ଥ ଭୋଜନ କରିନଥିଲେ। ଆପଣଙ୍କର ମନେଥିବ, ପିତର ଯେତେବେଳେ ସେହି ଜାଫରେ ଥିଲେ, ସେହି ସମୟରେ ସେ ସେହି କର୍ଣ୍ଣେଲିୟଙ୍କ ଗୃହକୁ ଯିବା ପୂର୍ବରୁ ପ୍ରଭୁ ତାହାଙ୍କୁ ଏକ ଦର୍ଶନ ମାଧ୍ୟମରେ ଏହି ସୂଚି ଓ ଅଶୁଚି ମାଂସ ଭୋଜନ କରିବା ନେଇ ଯେ କୌଣସି ଭିନ୍ନତା ନାହିଁ ତାହା ଜଣାଇବା ସଙ୍ଗେ ସଙ୍ଗେ ଏହି ଦର୍ଶନ ମାଧ୍ୟମରେ ଜିହୁଦୀ ଓ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନ ରଖିବାକୁ ସେ ତାହାଙ୍କୁ ଶିକ୍ଷା ଦେଇଥିଲେ, ଯାହାକି ପ୍ରେରିତ 10 ପର୍ବର 13 ପଦରୁ 15 ପଦ ମଧ୍ୟରେ ଲେଖା ଅଛି। ତେବେ ପିତର ଯେତେବେଳେ ପାଉଲଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆଣ୍ଟିଓଖିଆକୁ ଆସିଥିଲେ, ସେ ସେହି ସମୟରେ ଖ୍ରୀଷ୍ଟ ବିଶ୍ୱାସୀରେ ପରିଣତ ହୋଇଥିଲେ। ମାତ୍ର ସେ ତଥାପି ଜିହୁଦୀମାନଙ୍କର ଭୋଜନ ପ୍ରଣାଳୀକୁ ଅନୁକରଣ କରୁଥିଲେ। ଯେତେବେଳେ ସେ ଏହି ଆଣ୍ଟିଓଖିଆର ମଣ୍ଡଳୀ ମଧ୍ୟକୁ ଆସିଲେ, ସେ ସେଠାରେ ଏକ ବିଜାତୀୟ ମେଜ ଓ ଜିହୁଦୀମାନଙ୍କର ମେଜକୁ ଦେଖିବାକୁ ପାରିଲେ। ଆଉ ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ପିତରଙ୍କର ପ୍ରତିକ୍ରିୟା। 2 ପର୍ବର 11-12 ପଦରେ ଏହିପରି ଲେଖା ଅଛି। କିନ୍ତୁ ଯେତେବେଳେ କେଫା ଆଣ୍ଟିଓଖିଆକୁ ଆସିଥିଲେ, ସେତେବେଳେ ମୋ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ। ଯେଣୁ ଯାକୋବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ବିଜାତୀୟ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲେ। କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ ରଖିଲେ। ଏହା ଏକ କୌତୁହଳର ବିଷୟ ପରି ମନେ ହୁଏ। ପିତର ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ମେଜରେ ବସି ସେମାନଙ୍କ ସହିତ ଭୋଜନ କଲେ। ମାତ୍ର ଯେତେବେଳେ ସେ ଦେଖିଲେ ଯେ ଜେରୁସାଲେମରୁ କେତେକ ସୁନ୍ନତି ଜିହୁଦୀୟ ବିଶ୍ୱାସୀମାନେ ଆସିଅଛନ୍ତି, ସେତେବେଳେ ସେ ସେହି ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେହି ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ ରଖିଲେ, ଯେପରି ସେହି ସୁନ୍ନତି ବିଶ୍ୱାସୀମାନେ ଜାଣିବେ ଯେ ପିତର ବିଜାତୀୟମାନଙ୍କ ସହିତ କୌଣସି ସମ୍ପର୍କ ରଖିନାହାନ୍ତି କି ସେମାନଙ୍କ ସହିତ ଭୋଜନ ସୁଦ୍ଧା କରୁନାହାନ୍ତି। ମାତ୍ର ପାଉଲ ତାହାଙ୍କୁ ସେପରି କରିବାର ଦେଖିବା ପରେ ଦେଖନ୍ତୁ କ'ଣ ଘଟିଲା। 13 ଓ 14 ପଦରେ ଲେଖା ଅଛି, ଆଉ ଅବଶିଷ୍ଟ ଜିହୁଦୀ ବିଶ୍ୱାସୀମାନେ ମଧ୍ୟ ତାଙ୍କ ସହିତ ସେହି ପ୍ରକାରେ କପଟ ବ୍ୟବହାର କଲେ, ଏପରିକି ବର୍ଣ୍ଣବା ସୁଦ୍ଧା ସେମାନଙ୍କ କପଟରେ ପଡ଼ିଗଲେ। କିନ୍ତୁ ଯେତେବେଳେ ମୁଁ ଦେଖିଲି ଯେ ସେମାନେ ସୁଷମାଚାରର ସତ୍ୟ ଅନୁଯାୟୀ ସରଳ ଭାବରେ ଆଚରଣ କରୁନାହାନ୍ତି, ସେତେବେଳେ ମୁଁ ସମସ୍ତଙ୍କ ସାକ୍ଷାତରେ କେଫାଙ୍କୁ କହିଲି, ତୁମେ ଜିହୁଦୀ ହୋଇ ଯଦି ଜିହୁଦୀମାନଙ୍କ ପରି ବ୍ୟବହାର ନ କରି ବିଜାତିମାନଙ୍କ ପରି ବ୍ୟବହାର କର, ତେବେ ତୁମେ କିପରି ବିଜାତିମାନଙ୍କୁ ଜିହୁଦୀମାନଙ୍କ ପରି ବ୍ୟବହାର କରିବା ନିମନ୍ତେ ବାଧ୍ୟ କରୁଅଛ? ଦେଖନ୍ତୁ, ପିତରଙ୍କ ନିମନ୍ତେ କୌଣସି ମେଜରେ ବସି ଭୋଜନ କରିବା ଭୁଲ ନଥିଲା। ମାତ୍ର ଯେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମେଜ ପରିତ୍ୟାଗ କରି ସୁନ୍ନତି ବିଶ୍ୱାସୀମାନଙ୍କ ମେଜରେ ବସି ଭୋଜନ କଲେ, ସେ ତାଙ୍କର ସେହିପରି କାର୍ଯ୍ୟ ଦ୍ୱାରା ପ୍ରକାଶ କରିଦେଲେ ଯେ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ମେଜ ଭୁଲ ଓ ଅଶୁଚି ଓ ସୁନ୍ନତି ବିଶ୍ୱାସୀମାନଙ୍କର ମେଜ ଠିକ୍ ଓ ସୂଚି। ମାତ୍ର ପିତର ଏପରି କରିବା ଦ୍ୱାରା
ସ୍ପଷ୍ଟ ହୋଇଯାଏ ଯେ ସେ ଖ୍ରୀଷ୍ଟଙ୍କଠାରେ ଥିବା ତାହାଙ୍କର ସ୍ୱାଧୀନତାରୁ ଫେରି ପୁନର୍ବାର ଜିହୁଦୀ ଧର୍ମ ମଧ୍ୟକୁ ଫେରିଗଲେ। ସେ ଅନୁଗ୍ରହ ମଧ୍ୟରୁ ପୁନର୍ବାର ବ୍ୟବସ୍ଥା ମଧ୍ୟକୁ ଚାଲିଗଲେ। ଦେଖନ୍ତୁ, ବର୍ତ୍ତମାନ ଲକ୍ଷ୍ୟ କରିବାର ବିଷୟ ହେଉଛି ଏହି ଯେଉଁ ଭାଇମାନେ ଜେରୁସାଲେମରୁ ଆସିଥିଲେ ସେମାନେ ଅତ୍ୟନ୍ତ ନୀତିବାଦୀ ଥିଲେ। ଆଉ ଅନୁଗ୍ରହର ଅଧୀନରେ ତାହା ହିଁ ଥିଲା ସେମାନଙ୍କର ସୁବିଧା। ଯେଉଁମାନେ କେତେକ ନିର୍ଦ୍ଦିଷ୍ଟ ମାଂସ ଭୋଜନ କରିବା ନେଇ ବାରଣ କରନ୍ତି ସେମାନଙ୍କର ମୁଁ ବିରୋଧ କରେ ନାହିଁ, ମାତ୍ର ମୋର ପସନ୍ଦ ଅନୁଯାୟୀ ସେମାନେ ମୋତେ ମାଂସ ଭୋଜନ କରିବା ନେଇ ସ୍ୱାଧୀନତା ଦେବା ଉଚିତ। ପ୍ରକୃତରେ ଖୋଲାଖୋଲି ଭାବେ କହିବାକୁ ଗଲେ କେତେକ ମାଂସ ଶାରୀରିକ ସ୍ୱାସ୍ଥ୍ୟ ନେଇ ଉପଯୋଗୀ ହୋଇନପାରେ, କିନ୍ତୁ ଏହିସବୁ ଧର୍ମ ଉପରେ କୌଣସି ପ୍ରଭାବ ପକାଏ ନାହିଁ କି ଧର୍ମ ସହିତ ଏହାର କୌଣସି ସମ୍ପର୍କ ନାହିଁ। ପିତରଙ୍କର ଖ୍ରୀଷ୍ଟଙ୍କଠାରେ ଯେଉଁ ସ୍ୱାଧୀନତା ଥିଲା ତହିଁରୁ ସେ ଫେରି ପୁନର୍ବାର ଜିହୁଦୀ ଧର୍ମକୁ ଫେରିଗଲେ। ତେବେ ପାଉଲଙ୍କର ପିତରଙ୍କୁ ଏହିପରି ଅନୁଯୋଗର ବିଷୟ ପ୍ରକାଶ କରେ ଯେ ପ୍ରଥମତଃ ସେ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପାଳନ କରିବାରେ ବ୍ୟତିକ୍ରମ କଲେ। ଦ୍ୱିତୀୟତଃ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନେ ଯେଉଁପରି ଜୀବନଯାପନ କରୁଥିଲେ ସେହିପରି ଜୀବନଯାପନ କରିବା ଯଦି ପିତରଙ୍କ ନିମନ୍ତେ ଉଚିତ ବୋଧ ହେଲା, ତାହେଲେ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନେ ସୁନ୍ନତି ଜିହୁଦୀମାନଙ୍କ ପରି ଜୀବନଯାପନ କରିବାକୁ ସେ କାହିଁକି ଆଶା କରନ୍ତି? ତାହା ହିଁ ସେ ସେହି ମେଜ ପରିବର୍ତ୍ତନ କରିବାରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରେ। ଯଦି ବ୍ୟବସ୍ଥା ବ୍ୟତୀତ ଅନୁଗ୍ରହରେ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଜୀବନଯାପନ ପିତରଙ୍କୁ ଅତି ଉତ୍ତମ ବୋଧ ହୁଏ, ତାହେଲେ ଏହା କ'ଣ ସେହି ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପକ୍ଷେ ଘୃଣାର ବିଷୟ ଥିଲା? ଯଦି ବ୍ୟବସ୍ଥାର ବାହାରେ ଜୀବନଯାପନ କରିବା ନିମନ୍ତେ ପିତରଙ୍କର ସ୍ୱାଧୀନତା ଅଛି, ତାହେଲେ ସେହି ପ୍ରକାର ଭୋଜନ କରିବା କ'ଣ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଆଇନ ସଙ୍ଗତ ହେବ ନାହିଁ? ପ୍ରିୟ ବନ୍ଧୁ, ବାସ୍ତବରେ ଖାଦ୍ୟ ପଦାର୍ଥ ଆମମାନଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଇପାରେ ନାହିଁ କି ପାପରୁ ଉଦ୍ଧାର କରିପାରେ ନାହିଁ, ମାତ୍ର ଈଶ୍ୱରଙ୍କ ଅନୁଗ୍ରହ ହିଁ ଆମମାନଙ୍କୁ ତାହାଙ୍କର ନିକଟବର୍ତ୍ତୀ କରାଇଥାଏ। ଖାଦ୍ୟ ପଦାର୍ଥ ଆମମାନଙ୍କୁ ଅଶୁଚି କରେ ନାହିଁ, ମାତ୍ର ଆମମାନଙ୍କର ହୃଦୟର କଳୁଷତା ହିଁ ଆମମାନଙ୍କୁ ଅଶୁଚି କରେ। ତେଣୁ ଆସୁ ବାହିକ ନୀତି ନିୟମ ବା ଧର୍ମକର୍ମ ଉପରେ ନିର୍ଭର ନ କରି ସେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁ ଓ ତାହାଙ୍କୁ ନିଜର ଅନ୍ତର ମଧ୍ୟରେ ଗ୍ରହଣ କରି ନିଜର କଳୁଷିତ ଅନ୍ତରକୁ ଶୁଚି କରିବା ସଙ୍ଗେ ସଙ୍ଗେ ପାପରୁ ଉଦ୍ଧାର ପାଇ ଅନନ୍ତ ଜୀବନର ଅଧିକାରୀ ହେଉ। କାରଣ ପରିତ୍ରାଣ ହେଉଛି ଈଶ୍ୱରଙ୍କର ଅନୁଗ୍ରହର ଦାନ, ଯାହାକି ସେ ତାହାଙ୍କର ପ୍ରିୟ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆଜି ସମଗ୍ର ମାନବ ଜାତି ପ୍ରତି ପ୍ରଦାନ କରିଅଛନ୍ତି। ଲେଖା ଅଛି, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ତେବେ ବର୍ତ୍ତମାନ ଆମେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା ବିଷୟ ନେଇ ଅଧ୍ୟୟନ କରିବାକୁ ଯିବା। ଆଉ ଏହା ଏକ ଧର୍ମତତ୍ତ୍ୱ ବିଭାଗ। ଏହି ବିଭାଗରେ ପ୍ରେରିତ ପାଉଲ ଜଣେ ଜିହୁଦୀ ହିସାବରେ ନିଜକୁ ଉପସ୍ଥାପିତ କରାନ୍ତି। ଦେଖନ୍ତୁ 2 ପର୍ବର 15 ପଦରେ ଏହିପରି ଲେଖା ଅଛି, ଆମ୍ଭେମାନେ ଜନ୍ମରେ ଜିହୁଦୀ, ବିଜାତୀୟ ପାପୀ ନୋହୁଁ। ପ୍ରକୃତରେ ସେହି ସମୟରେ ଜିହୁଦୀମାନେ ବିଜାତୀୟମାନଙ୍କୁ ପାପୀ ବୋଲି ଗଣନା କରୁଥିଲେ ଓ ସେମାନଙ୍କୁ ସେହିପରି ଦୃଷ୍ଟିରେ ଦେଖୁଥିଲେ। ପ୍ରକୃତରେ ବିଜାତୀୟ ଓ ପାପୀ ଏହି ଦୁଇଟି ସମାର୍ଥବାଚକ ଶବ୍ଦ। ତେଣୁକରି ପାଉଲଙ୍କର ଏ ପ୍ରକାର ଅନୁଯୋଗ ପ୍ରକାଶ କରେ ଯେ ଯେଉଁମାନେ ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରିବାକୁ ଚେଷ୍ଟା କରନ୍ତି ସେମାନେ କେଡ଼େ ମୂର୍ଖତାର କାର୍ଯ୍ୟ କରନ୍ତି। କାରଣ ପାଉଲ ଜନ୍ମରେ ଜିହୁଦୀ ହେଲେ ମଧ୍ୟ ସେ ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରିବା ନିମନ୍ତେ ଅସମର୍ଥ ହେଲେ। ମାତ୍ର ସେ ଯେ ବିଶ୍ୱାସ ଦ୍ୱାରା ଅନୁଗ୍ରହରେ ପରିତ୍ରାଣ ପ୍ରାପ୍ତ ହେଲେ ତାହା ସେ ଏଠାରେ ପରୋକ୍ଷରେ ପ୍ରକାଶ କରନ୍ତି। 2 ପର୍ବର 16 ପଦରେ ଲେଖା ଅଛି, ତଥାପି ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ। ଯେପରି ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ, କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ। ପାଉଲ ଏଠାରେ ଅତି ସରଳ ଭାବରେ ଓ ସିଧାସଳଖ ପ୍ରକାଶ କରିଦେବାକୁ ଚାହାନ୍ତି ଯେ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ହେବାକୁ ପାରେ ନାହିଁ, ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଧାର୍ମିକ ଗଣିତ ହେବାକୁ ପାରେ, ଯାହାକି ପାଉଲ ନିଜେ ତାହା ନିଜ ଜୀବନରେ ଅନୁଭବ କରିଅଛନ୍ତି ଓ ସେହିପରି ପ୍ରତ୍ୟାଦେଶ ପ୍ରାପ୍ତ ହୋଇଅଛନ୍ତି। ଲକ୍ଷ୍ୟ କରନ୍ତୁ, ପାଉଲ ଏଠାରେ କହିବାକୁ ଚାହାନ୍ତି ଯଦି ଜଣେ ଜିହୁଦୀ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା ସକାଶେ ବ୍ୟବସ୍ଥାକୁ ପରିତ୍ୟାଗ କରେ, ତାହେଲେ ତାଙ୍କର ପ୍ରଶ୍ନ ହେଉଛି ଯେ ବିଜାତିମାନେ କାହିଁକି ବ୍ୟବସ୍ଥାର ଅଧୀନସ୍ଥ ହେବା ନିମନ୍ତେ ବାଧ୍ୟ କରାଯିବେ? ଏହା ହିଁ ଥିଲା ସେହି ପ୍ରେରିତ 15 ପର୍ବରେ ଜେରୁସାଲେମ ମହାସଭାର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ତଥା ତର୍କ। ପ୍ରଶ୍ନ ଥିଲା, ବିଜାତିମାନେ କ'ଣ ବ୍ୟବସ୍ଥାର ଅଧୀନ ହୋଇ ରହିବେ? ମାତ୍ର ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ
ଯେ ସେହି ପ୍ରେରିତମାନେ ପବିତ୍ର ଆତ୍ମାଙ୍କର ଚାଳନାରେ ପରିଚାଳିତ ହୋଇ ଏହାର ଉତ୍ତର ଦେବାକୁ ସମର୍ଥ ହୋଇଥିଲେ ଓ ଉତ୍ତରଟି ଥିଲା ନାହିଁ। ବିଜାତୀୟମାନଙ୍କୁ ଅର୍ଥାତ୍ ଯେଉଁ ବିଜାତୀୟମାନେ ନୂତନ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସରେ ଗ୍ରହଣ କରିଅଛନ୍ତି ସେମାନଙ୍କୁ ବ୍ୟବସ୍ଥାର ଅଧୀନସ୍ଥ କରାଯାଇପାରିବ ନାହିଁ। ପରିତ୍ରାଣ ପ୍ରାପ୍ତି ନିମନ୍ତେ ବିଜାତୀୟମାନଙ୍କୁ ବ୍ୟବସ୍ଥା ପାଳନ କରିବା ନିମନ୍ତେ ବାଧ୍ୟ କରାଯାଇପାରିବ ନାହିଁ। ଆପଣ ଦେଖନ୍ତୁ, ଯେତେବେଳେ ଯିହୁଦୀମାନେ ସେହି ବ୍ୟବସ୍ଥା ଅନୁଯାୟୀ କ୍ରିୟାକର୍ମ କରିବା ନିମନ୍ତେ ଅସମର୍ଥ ହେଲେ ଓ ଏହାକୁ ଆକ୍ଷରିକ ଭାବେ ପାଳନ କରିବା ଅସମ୍ଭବ ବୋଲି ପ୍ରମାଣିତ କଲେ, ତାହେଲେ ସେହି କ୍ଷେତ୍ରରେ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନେ କ'ଣ ତାହା ପାଳନ କରି ଧାର୍ମିକ ଗଣିତ ହୋଇପାରିବେ? ଏହା ଅସମ୍ଭବ। ତେବେ ଯେଉଁ ବ୍ୟବସ୍ଥା ଦୀର୍ଘ 1500 ବର୍ଷ ଧରି କୌଣସି ଯିହୁଦୀକୁ ଉଦ୍ଧାର କରିପାରିଲା ନାହିଁ, ତାହେଲେ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନେ ଯେଉଁମାନେ କି ବିଶ୍ୱାସ ଦ୍ୱାରା ଅନୁଗ୍ରହରେ ପରିତ୍ରାଣ ପ୍ରାପ୍ତ ହୋଇଅଛନ୍ତି ସେମାନେ ସେହି ବ୍ୟବସ୍ଥାର ଅଧୀନ ହେବା କ'ଣ ମୂର୍ଖତାର ବିଷୟ ନୁହେଁ କି? ପାଉଲ ତାହା ହିଁ ଏଠାରେ ପ୍ରକାଶ କରନ୍ତି। ପାଉଲ ଏଠାରେ ଅତି ଦୃଢ଼ତାର ସହିତ କହିବାକୁ ଚାହାନ୍ତି, ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ। କାରଣ ତାହା ଯଦି ହୋଇଥାନ୍ତା, ତାହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସି ମୃତ୍ୟୁବରଣ କରିବା ଆବଶ୍ୟକ ହୋଇନଥାନ୍ତା। କିନ୍ତୁ ମନୁଷ୍ୟ ବ୍ୟବସ୍ଥା ଅନୁଯାୟୀ ଧର୍ମକର୍ମ ସାଧନ କରି ନ ପାରିବା ହେତୁ ଓ ପାପରେ ପତିତ ହେବା ହେତୁ ପ୍ରଭୁ ଯୀଶୁଙ୍କୁ ସେହି କ୍ରୁଶୀୟ ମୃତ୍ୟୁଭୋଗ କରିବାକୁ ପଡ଼ିଲା ଓ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରିବାକୁ ପଡ଼ିଲା, ଯେପରି ତାହାଙ୍କର ସେହି ନିଷ୍ପାପ ତଥା ପବିତ୍ର ରକ୍ତ ଦ୍ୱାରା ସମସ୍ତ ମାନବ ଜାତିର ପାପ କ୍ଷମା ହୁଏ ଓ ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ପାପୀ ତାହାର ପାପରୁ ଉଦ୍ଧାର ପାଇ ଅନନ୍ତ ଜୀବନର ଅଧିକାରୀ ହୁଏ। ଏହା କେବଳ ପବିତ୍ର ଆତ୍ମା ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ସାଧନ କରିବାକୁ ପାରନ୍ତି। ସେଥିପାଇଁ ପ୍ରଥମ କରିନ୍ଥୀୟ 12 ପର୍ବର 3 ପଦରେ ଲେଖା ଅଛି, ସେଥିପାଇଁ ମୁଁ ତୁମମାନଙ୍କୁ ଜଣାଉଅଛି, ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇ କଥା କହିବା କୌଣସି ଲୋକ ଯୀଶୁ ଅଭିଶପ୍ତ ବୋଲି କୁହେ ନାହିଁ। ପୁଣି କୌଣସି ଲୋକ ପବିତ୍ର ଆତ୍ମା ପ୍ରାପ୍ତ ନ ହୋଇ ଯୀଶୁ ପ୍ରଭୁ ବୋଲି କହିପାରେ ନାହିଁ। ପ୍ରିୟ ବନ୍ଧୁ, ଆପଣ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କ୍ରୁଶୀୟ ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କରୁନାହାନ୍ତି, ତାହେଲେ ଆପଣ ଯୀଶୁଙ୍କୁ ଅଭିଶପ୍ତ ବୋଲି କହନ୍ତି। ମାତ୍ର ଯଦି ଆପଣ ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କରୁଅଛନ୍ତି, ତାହେଲେ ତାହା ପବିତ୍ର ଆତ୍ମା ଆପଣଙ୍କ ଜୀବନରେ ସାଧନ କରୁଅଛନ୍ତି ଓ ଆପଣ ଯୀଶୁ ପ୍ରଭୁ ବୋଲି ସ୍ୱୀକାର କରୁଅଛନ୍ତି। ଆଉ ସେହି ପବିତ୍ର ଆତ୍ମାଙ୍କୁ ଆଜି ପ୍ରଭୁ ଯୀଶୁ ଆମ୍ଭମାନଙ୍କ ନିମନ୍ତେ ପ୍ରଦାନ କରିଅଛନ୍ତି ଓ ବର୍ତ୍ତମାନ ପବିତ୍ର ଆତ୍ମାଙ୍କର ଯୁଗ। ପ୍ରଭୁ ତାହାଙ୍କର ବାକ୍ୟ ଦ୍ୱାରା ପବିତ୍ର ଆତ୍ମାଙ୍କ ମଧ୍ୟ ଦେଇ ବିଶ୍ୱାସୀମାନଙ୍କ ଜୀବନରେ ତାହା ସାଧନ କରୁଅଛନ୍ତି। ସେ ଆଜି ମଧ୍ୟ ପିତା ଈଶ୍ୱରଙ୍କ ସିଂହାସନରେ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରି ଆମ୍ଭମାନଙ୍କ ନିମନ୍ତେ ନିତ୍ୟ ନିବେଦନ କରନ୍ତି। ସେହି ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସମସ୍ତ କିଛି ସାଧନ କରିଅଛନ୍ତି ଓ ତାହାଙ୍କଠାରେ ସବୁ କିଛି ଅଛି। ମାତ୍ର ସେ ଚାହାନ୍ତି ଆମମାନଙ୍କର ବିଶ୍ୱାସ ଓ ମନ ପରିବର୍ତ୍ତନ। ଏବ୍ରୀ ପ୍ରଥମ ପର୍ବର 3 ପଦରେ ଏହିପରି ଲେଖା ଅଛି, ସେ ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି। ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି। ପୁଣି ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ସେ ଉପବେଶନ କରିଅଛନ୍ତି କାରଣ ଆଉ କିଛି ତାହାଙ୍କ ନିମନ୍ତେ କରିବାର ନଥିଲା। ଆଉ ଯଦି କିଛି କରିବାର ଥାନ୍ତା, ତାହେଲେ ସେ ଉପବେଶନ କରିବା ପୂର୍ବରୁ ତାହା ସାଧନ କରିଥାନ୍ତେ। କିନ୍ତୁ ଆପଣ ଯଦି କହନ୍ତି ଯେ ସେ ଆପଣଙ୍କ ନିମନ୍ତେ ସମସ୍ତ କିଛି ସାଧନ କରି ନାହାନ୍ତି ବୋଲି, ତାହେଲେ ଆପଣ ତାହାଙ୍କୁ ଅଭିଶପ୍ତ ବୋଲି କହନ୍ତି। କିନ୍ତୁ ଆପଣ ଈଶ୍ୱରଙ୍କ ପବିତ୍ର ଆତ୍ମାଙ୍କ ଦ୍ୱାରା ସେପରି କହିପାରିବେ ନାହିଁ। ତାହାର ଅର୍ଥ ହେଉଛି ଆପଣ ମୋତେ ପବିତ୍ର ଆତ୍ମାଙ୍କର ବାକ୍ୟ ଦେଉନାହାନ୍ତି। ଯୀଶୁ କହନ୍ତି, କିନ୍ତୁ ସେ ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ। କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେହିସବୁ କହିବେ
ପୁଣି ଆଗାମୀ ବିଷୟ ସବୁ ତୁମମାନଙ୍କୁ ଜଣାଇବେ। ସେ ମୋତେ ଗୌରବାନ୍ୱିତ କରିବେ, କାରଣ ସେ ମୋ ବିଷୟ ଘେନି ତୁମମାନଙ୍କୁ ଜଣାଇବେ। ଯୋହନ 16 ପର୍ବର 13 ଓ 14 ପଦରେ ଏହା ଲେଖା ଅଛି। ତେଣୁ ପ୍ରିୟ ବନ୍ଧୁ, ଆପଣ ଯେତେବେଳେ ଖ୍ରୀଷ୍ଟଙ୍କ ନିକଟକୁ ଆସିଲେ, ସେତେବେଳେ ସେ ଆପଣଙ୍କୁ ସମସ୍ତ ବିଷୟ ପ୍ରଦାନ କଲେ। ଯେଉଁ ସବୁ ଆପଣ ଏହି ଜୀବନ ନିମନ୍ତେ ଆବଶ୍ୟକ କରିବେ। ଖ୍ରୀଷ୍ଟ ହେଉଛନ୍ତି ଜଣେ ଯେ କି ସମସ୍ତ ଦାନଗୁଡ଼ିକ ବିତରଣ କରନ୍ତି। ପବିତ୍ର ଆତ୍ମା ହେଉଛନ୍ତି ଜଣେ ଯେ କି ସେମାନଙ୍କୁ ପ୍ରଦାନ କରନ୍ତି, କିନ୍ତୁ ସେ ତାହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ତତ୍ତ୍ୱାବଧାନରେ ଓ ଗୋଚରରେ କରନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ। ତାହାଙ୍କଠାରେ ଆମମାନଙ୍କର ସବୁ କିଛି ଅଛି। ସେ ହେଉଛନ୍ତି ଆଦି ଓ ଅନ୍ତ। ଆପଣ ଯେତେବେଳେ କହନ୍ତି ଖ୍ରୀଷ୍ଟ ମୋ ନିମନ୍ତେ ସମସ୍ତ ସାଧନ କରିଅଛନ୍ତି, ସେତେବେଳେ ଆପଣ କହିବାକୁ ଚାହାନ୍ତି ଯେ ଖ୍ରୀଷ୍ଟ ସବୁକିଛି ସାଧନ କଲେ ବା ଆପଣଙ୍କ ଜୀବନ ପାଇଁ କରିଅଛନ୍ତି। ମୁଁ ଭାବେ ଯେ ଯେକୌଣସି ବ୍ୟକ୍ତି ଏହି ବିଷୟକୁ ବୁଝିପାରିବ, କାରଣ ଏହା ଅତି ସ୍ପଷ୍ଟ। ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ଧାର୍ମିକ ଗଣିତ ହେବ ନାହିଁ। ତେଣୁ ଆମେ ଏହିପରି କହି ପ୍ରଭୁଙ୍କର କାର୍ଯ୍ୟକୁ ଅସ୍ୱୀକାର କରିବା ଉଚିତ ନୁହେଁ ଯେ ପ୍ରଭୁ ଯୀଶୁଙ୍କଠାରୁ ମୁଁ ସମସ୍ତ କିଛି ପ୍ରାପ୍ତ ହୋଇପାରି ନାହିଁ ବୋଲି। ମୁଁ ଜଣେ ପ୍ରଧାନ ପାପୀ ଥିଲି, କିନ୍ତୁ ମୁଁ ଯୀଶୁଖ୍ରୀଷ୍ଟଙ୍କୁ ମୋର ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସରେ ଗ୍ରହଣ କଲି, ଆଉ ମୁଁ ତାହାଙ୍କଠାରୁ ପାପ କ୍ଷମା ପାଇଅଛି ଓ ପରିତ୍ରାଣ ପ୍ରାପ୍ତ ହୋଇଅଛି। ସେ ମୋତେ ଉଦ୍ଧାର କରି ଅନନ୍ତ ଜୀବନର ଅଧିକାରୀ କରାଇଅଛନ୍ତି। ସେ ମୋର ଦୁଃଖ ଓ ସମସ୍ୟା ଦୂର କରିଅଛନ୍ତି। ଲକ୍ଷ୍ୟ କରନ୍ତୁ, ପାଉଲ କହନ୍ତି, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ। ଏହା ବିଶ୍ୱାସ ଯୁକ୍ତ କିଛି ବିଷୟ ନୁହେଁ, ମାତ୍ର ଏହା ହେଉଛି ବିଶ୍ୱାସ ଯୁକ୍ତ କିଛି ନୁହେଁ। ପାଉଲ ଏଠାରେ କେଉଁମାନଙ୍କୁ ନେଇ ଆମମାନେ ବୋଲି ପ୍ରକାଶ କରନ୍ତି? ନିଜକୁ ଓ ସମସ୍ତ ଜିହୁଦୀମାନଙ୍କୁ ନେଇ ଆମ୍ଭେମାନେ ବୋଲି ପ୍ରକାଶ କରନ୍ତି। ସେ କହନ୍ତି ଯେ ସେ ଓ ତାହାଙ୍କର ଜିହୁଦୀ ଭାଇମାନେ ବ୍ୟବସ୍ଥାକୁ ପରିତ୍ୟାଗ କରି ଖ୍ରୀଷ୍ଟଙ୍କ ନିକଟକୁ ଆସିବା ଉଚିତ ଓ ବ୍ୟବସ୍ଥା ପାଳନ ହେତୁ ଧାର୍ମିକ ଗଣିତ ହେବାକୁ ଚେଷ୍ଟା ନ କରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଧାର୍ମିକ ଗଣିତ ହେବାକୁ ଚେଷ୍ଟା କରିବା ଉଚିତ। ତେଣୁ ଆସୁ ନିଜର ଧର୍ମକର୍ମ ଉପରେ ଆଉଜି ନ ପଡ଼ି ଖ୍ରୀଷ୍ଟଙ୍କ ନିକଟରେ ବିଶ୍ୱାସର ସହିତ ଆଉଜି ପଡ଼ୁ ଓ ତାହାଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚେଷ୍ଟା କରୁ, କାରଣ ସେ ଆମମାନଙ୍କ ନିମନ୍ତେ ସମସ୍ତ କିଛି ସାଧନ କରିଅଛନ୍ତି। ସେ ଆମମାନଙ୍କ ନିମନ୍ତେ ସେହି ପରିତ୍ରାଣ ସାଧନ କରିଅଛନ୍ତି। ବର୍ତ୍ତମାନ ଆମେ ଯେଉଁ ପଦଟିକୁ ଅଧ୍ୟୟନ କରିବା ନିମନ୍ତେ ଯାଉଅଛୁ, ତାହା ବୁଝିବା ନିମନ୍ତେ ଟିକେ ଜଟିଳ। ତେଣୁ ଆମେ ମନୋଯୋଗର ସହିତ ଏହି ପଦଟିକୁ ଅଧ୍ୟୟନ କରି ଆଲୋଚନା କରିବା ଉଚିତ। ତେଣୁକରି ପ୍ରିୟ ବନ୍ଧୁ, ଆମ୍ଭେମାନେ ଏଇ ଯେଉଁ ସମସ୍ତ ବିଷୟ ଅଧ୍ୟୟନ କରିଛୁ, ଆମମାନେ ଜାଣି ରଖିବା ଉଚିତ ଯେ ଆମମାନେ ବ୍ୟବସ୍ଥା ପାଳନ କରି କେବେ ହେଲେ ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ବିବେଚିତ ହୋଇପାରିବା ନାହିଁ। କାରଣ ଆମମାନଙ୍କର ଧର୍ମକର୍ମ, ଆମମାନଙ୍କର ଦାନ ଧର୍ମ ଈଶ୍ୱରଙ୍କ ନିକଟରେ ଦୁର୍ଗନ୍ଧର ସମାନ। କାରଣ ପ୍ରଭୁ ଆମମାନଙ୍କର ଦାନକୁ ଦେଖନ୍ତି ନାହିଁ, ମାତ୍ର ସେ ଆମମାନଙ୍କର ହୃଦୟକୁ ଦେଖନ୍ତି। ଆଉ ଯଦି ଆମମାନଙ୍କର ହୃଦୟ ତାହାଙ୍କ ନିକଟରେ କଳୁଷିତ, ଅପବିତ୍ର, ତାହେଲେ ଆମମାନଙ୍କର କୌଣସି ବିଷୟ ତାହାଙ୍କ ନିକଟରେ ଗ୍ରହଣଯୋଗ୍ୟ ହୋଇପାରିବ ନାହିଁ। ତେବେ ମୁଁ କହୁନାହିଁ ଯେ ଆମମାନେ ପ୍ରଭୁ ଯୀଶୁଙ୍କର ଆଦେଶକୁ ପାଳନ କରିବା ନାହିଁ ବୋଲି, କିନ୍ତୁ ଯେତେବେଳେ ଆମମାନେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ପାପରୁ ଉଦ୍ଧାରପ୍ରାପ୍ତ ହେବା, ସେତେବେଳେ ସେହି ଉଦ୍ଧାରର ଅନୁଭୂତି ହିଁ ଆମମାନଙ୍କୁ ପ୍ରଭୁଙ୍କ ନିମନ୍ତେ ଉତ୍ତମ ବିଷୟ ସାଧନ କରିବା ପାଇଁ କଢ଼ାଇ ନେବ। ତାହା ଆମମାନଙ୍କୁ ପ୍ରେରଣା ଦେବ, ତାହା ଆମମାନଙ୍କୁ ଚାଳନା ଦେବ। କିନ୍ତୁ ଯେପର୍ଯ୍ୟନ୍ତ ଆମମାନେ ଆମମାନଙ୍କର ପାପରୁ ଉଦ୍ଧାରପ୍ରାପ୍ତ ହୋଇନାହୁଁ, ସେ ପର୍ଯ୍ୟନ୍ତ ଆମମାନେ ଆମମାନଙ୍କର କ୍ରିୟାକର୍ମ ଦ୍ୱାରା କେବେ ହେଲେ ନିଜର ପାପକୁ ଘୋଡ଼ାଇ ଛପାଇ ରଖିପାରିବା ନାହିଁ। ପ୍ରଭୁ ଚାହାନ୍ତି ଆମମାନଙ୍କ ଜୀବନରୁ ପାପ ସ୍ୱୀକାରୋକ୍ତି। ଆମମାନେ ଦୁର୍ବଳ ମନୁଷ୍ୟ ପ୍ରଭୁ ଜାଣନ୍ତି, ଏବଂ ଆମମାନେ ପାପରେ ଯେ ପଡ଼ିଯାଉଛୁ ତାହା ମଧ୍ୟ ସେ ଜାଣନ୍ତି, ମାତ୍ର ସେ ଚାହାନ୍ତି ଆମମାନଙ୍କଠାରୁ ସ୍ୱୀକାରୋକ୍ତି। ଆଉ ଯେତେବେଳେ ଆମମାନେ ନିଜର ପାପ ସମସ୍ତ ତାହାଙ୍କ ନିକଟରେ ସ୍ୱୀକାର କରି କ୍ଷମା ମାଗୁ, ସେତେବେଳେ ସେ ଆମମାନଙ୍କୁ ଉଦ୍ଧାର କରନ୍ତି, ସେ ଆମମାନଙ୍କୁ ପରିଷ୍କାର କରନ୍ତି, ଆଉ ସେ ଆମମାନଙ୍କୁ ସେହି ଧାର୍ମିକତାର ପଥରେ କଢ଼ାଇ ନିଅନ୍ତି। ସେ ଆମମାନଙ୍କୁ ଶକ୍ତି ଦିଅନ୍ତି, ଯେପରି ଆମମାନେ ସେହି ଧାର୍ମିକତାର ପଥରେ
ଅଗ୍ରସର ହୋଇପାରୁ, ତାହାଙ୍କର ଆଜ୍ଞାକୁ ପାଳନ କରିପାରୁ। କିନ୍ତୁ ଆମମାନେ ନିଜ ଶକ୍ତିରେ, ନିଜ ଜ୍ଞାନରେ କେବେ ହେଲେ ତାହା କରିପାରିବା ନାହିଁ। ଯେହେତୁ ଆମମାନେ ଦୁର୍ବଳ ମନୁଷ୍ୟ, ଆମମାନେ ଅଯୋଗ୍ୟ ଅପଦାର୍ଥ ମନୁଷ୍ୟ, ଆମମାନଙ୍କର କୌଣସି ଧର୍ମକର୍ମ ନାହିଁ, ଆମମାନଙ୍କର କୌଣସି ଶକ୍ତି ନାହିଁ। କିନ୍ତୁ ପ୍ରଭୁ ଆମମାନଙ୍କୁ ଶକ୍ତି ଦେବେ କେତେବେଳେ, ଯେତେବେଳେ ଆମମାନେ ନିଜକୁ ଶୂନ୍ୟ କରି, ନିଜକୁ ନିଃସ୍ୱ କରି, ନିଜକୁ ଅଯୋଗ୍ୟ ବୋଲି ଭାବି ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା, ନିଜର ପାପ ନିମନ୍ତେ ଅନୁତାପ କରି ସ୍ୱୀକାର କରିବା, କ୍ଷମା ମାଗିବା। ସେତେବେଳେ ସେ ଆମମାନଙ୍କୁ ପରିଷ୍କାର କରି, ଆମମାନଙ୍କୁ କ୍ଷମା ଦେଇ ଆମମାନଙ୍କୁ ତାହାଙ୍କର କରିବେ, ଆମମାନଙ୍କୁ ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ଗଣନା କରାଇବେ, ଆଉ ସେ ଆମମାନଙ୍କୁ ଧାର୍ମିକ ଜୀବନଯାପନ କରିବା ପାଇଁ ଶକ୍ତି ଦେବେ। ତେଣୁ ଆସୁ ନିଜର ଧର୍ମକର୍ମ ଉପରେ ନିର୍ଭର ନ କରି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରୁ ଏବଂ ତାହାଙ୍କଠାରୁ ଶକ୍ତିପ୍ରାପ୍ତ ହୋଇ ପ୍ରଭୁଙ୍କ ନିମନ୍ତେ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।